ଦେଖିବେ ବନ୍ୟା କମୁଛି ହେଲେ ଦୁର୍ଦ୍ଦଶା ବଢୁଛି ଆଉ ବେଶୀ ଦୁର୍ଦ୍ଦଶାରେ ଭୋଗି ହେଉଛନ୍ତି ଚାଷୀ। କାହିଁକି ନା ଏଇ ଯୋଉ ଆମ ଜାଗାରେ ଅଛୁ ଇଏ ହଉଛି ଅବଦଲପୁର ଗାଁ। ଏଠି ଦୁଇ ନଈ ମଝିରେ ଗାଁ, ଗୋଟେ ପଟେ ହଉଛି ଖରସ୍ରୋତା, ଅନ୍ୟପଟେ ହଉଛି ବୁଢା। ଏଇ ଯୋଉ ଦୁଇ ନଦୀର କୌଣସି ନଦୀବନ୍ଧ ଏଠି ନଥିବାରୁ ଏଠି ଯେତେବେଳେ ବନ୍ୟା ଆସେ ଲୋକମାନେ ବନ୍ୟା ନ କମିବା ଯାଏ ପାଣିରେ ରହନ୍ତି। ଆଉ ଏମାନଙ୍କର ବ୍ୟବସାୟ ହଉଛି ଚାଷ। ଭଣ୍ଡା ଚାଷ କୁହନ୍ତୁ, ଭେଣ୍ଡି ଚାଷ କୁହନ୍ତୁ, ବାଇଗଣ କଥା କୁହନ୍ତୁ, ସବୁ ପ୍ରକାର ଚାଷ କରିକି ଏମାନେ ବଞ୍ଚନ୍ତି ଧାନ ଚାଷ ପର୍ଯ୍ୟନ୍ତ। କିନ୍ତୁ ବଡ କଥା ଆପଣ ଭିଜୁଆଲ ଦେଖୁଥିବେ, ଯେତେବେଳେ ବନ୍ୟା କମିଛି ଘରେ ବି ତାଙ୍କର ବର୍ତ୍ତମାନ ପାଇଁ ପାଣି ପଶିଛି ଯେ ରୋଷେଇ କରିବାକୁ ସେମାନେ ପାଖରେ ଯଦିଓ ସମ୍ବଳ ନାହିଁ କିନ୍ତୁ ଖାଇପାରିବେ ନାହିଁ। କିନ୍ତୁ ଦେଖିବେ ସେମାନେ ଆସି ଆଗେ ପ୍ରଥମେ ତାଙ୍କ କ୍ଷେତକୁ ଦେଖୁଛନ୍ତି, ତାଙ୍କ କ୍ଷେତ ଭଲ ଅଛି ନା ନାହିଁ, ବର୍ଷକର ଯୋଉ ତାଙ୍କର ରୋଜଗାର ସେ କେମିତି ଅଛି ବର୍ତ୍ତମାନ ପାଇଁ ନଦୀ ପାଣି ପରେ। କଣ କହିବେ ଆଜ୍ଞା, ଆପଣ ତ ଜଣେ ଚାଷୀ, ହଁ ମୁଁ ଜଣେ ପାଣି କେତେ ଦିନ ରହିଲେ ପାଣି 5 ଦିନ ପରେ ଆଜି ଘରୁ ବାହାରୁଛୁ। ଘରେ ବାହାରୁଛୁ, ଫସଲ ସବୁ କିଛି ନାହିଁ, ସବୁ ଭେଣ୍ଡି ବାଇଗଣ ଭଣ୍ଡା ସବୁ ତାର ଯାଇଛି, ପଚିକିନି ସବୁ ଗଳି ପଡିଛି। ଆଉ କଣ କରିବୁ, ଆଜି ଘରୁ ବାହାରୁଛୁ, ଆଉ କଣ କରିବୁ। ଦେଖିବେ ଏ 4 ଦିନ ଦୁଃଖରେ ରହିଲେ ପୁଣି ଆଜି ଆସିକି କ୍ଷେତରେ ପହଞ୍ଚିଲେ ଆହୁରି ଦୁଃଖ। ହଁ ହଁ, ଆହୁରି ଦୁଃଖ ଲାଗୁଛି। ଆଉ କଣ କରିବୁ, ଆଉ କଣ ଆତ୍ମହତ୍ୟା କରିବୁ? ହୁଁ, ଆଉ ସରକାର କିଛି ନ କରେ କଣ କରିବୁ। ଦେଖିବେ ଶୁଣୁଥିଲେ ଚାଷୀଙ୍କର ଦୁଃଖ ଯେ ଘରେ ଯେତିକି ଦିନ ପାଣିରେ ଦୁଃଖରେ ରହିଲେ ପୁଣି ଆସିଲା ପରେ କ୍ଷେତରେ ଦେଖିଲେ କ୍ଷେତ ଉଜୁଡି ଯାଇଛି, ସେ ଦୁଃଖରେ ସେ ଭାଙ୍ଗି ପଡିଛନ୍ତି। ବଡ ସମସ୍ୟା ହଉଛି ଏମାନଙ୍କର ଦାବି ହୁଏ ସବୁବେଳେ ନଦୀ ବନ୍ଧ ପାଇଁ, କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦୁଇ ନଈ ମଝିରେ ଗାଁ ହେଇଥିଲେ ବି ନଦୀ ବନ୍ଧ ନାହିଁ। କଣ କହିବେ ଆପଣ? ଆଜ୍ଞା ମୁଁ ଜଣେ ଏ ଗାଁର ଚାଷୀ। ଆମ ଗାଁରେ ଯେଉଁଭଳିଆ ପ୍ରତିବର୍ଷ ବନ୍ୟା ଆସି ଯେଉଁ ସମୟରେ ବନ୍ୟା ଆସୁଛି ଯେଉଁ ପ୍ରକାର କ୍ଷୟକ୍ଷତି କରୁଛି, ସେଥିପାଇଁ ମିଡ଼ିଆମାନଙ୍କ ମାଧ୍ୟମରେ ଆପଣ ପ୍ରଶାସନକୁ ଅନୁରୋଧ କରୁଛୁ, ଆମର ଏ ନଦୀ ବନ୍ଧଟା ଯଦି ତିଆରି ହେଇଯାଆନ୍ତା ହୁଏତ ଆମମାନଙ୍କର କିଛି ମାତ୍ରାରେ ସମସ୍ୟା ସୁଧୁରି ଯାଆନ୍ତା ବୋଲି ଆମେ ଆଶା ରଖିଛୁ। ଆପଣ ଆଗରୁ ଦାବି କରିଛନ୍ତି ନା ଏ ଦାବି? ଆଗରୁ ଏଇ ମିଡ଼ିଆମାନଙ୍କ ମାଧ୍ୟମରେ ବହୁତ ଥର ଆମେ ଦାବି କରିଛୁ, କିନ୍ତୁ ପ୍ରଶାସନ ଏପରି ଯଦି ପୁରା ସ୍ଥାନ ପାଲଟିଛନ୍ତି ଯେଉଁଟାକି କିଛି କରୁନାହାନ୍ତି। ଆଗରୁ ଦାବି କରିଛନ୍ତି, ଆଜି ବି ଦାବି କରୁଛନ୍ତି, କଣ କରିବେ? ଯେତେବେଳେ ବନ୍ଧ ହେଇନି ତାଙ୍କର ସବୁ କ୍ଷତି ହଉଛି। ବଡ କଥା ହଉଛି ଏମାନେ ଯାହା ରୋଜଗାର କରନ୍ତି ଚାଷରୁ ସେମାନେ ବର୍ଷକର ପରିବାର ଚଳାନ୍ତି। ସେଥିରେ ତାଙ୍କର ଧାର ଥାଏ, କରଜ ଥାଏ, ତା ସହିତ ପରିବାର ପିଲା ପାଠପଢା ସବୁ ଆରି ଉପରେ ନିର୍ଭର କରନ୍ତି। କଣ କହିବେ ଆପଣ? ଏଇ ଚାଷରେ ହିଁ ଆପଣଙ୍କର ବ୍ୟବସାୟ ରୋଜଗାର କରନ୍ତି, ପରିବାର ଚଳେ। କିନ୍ତୁ ଦେଖିବେ ଏ ବନ୍ୟା ନିଶ୍ଚିତ ଆପଣଙ୍କୁ ଆଜି ଗୋଟେ ଦୁର୍ଦ୍ଦଶା ଦେଇଛି। କଣ କହିବେ, କଣ କଣ କ୍ଷତି ହେଇଛି? ଆଜ୍ଞା ଆମର ତ ଧାନ ଫସଲ ନିଶ୍ଚିତ ସବୁ ଧାନ ତଳି ଏସବୁ ନଷ୍ଟ ହେଇଛି। ଆଉ ପନିପରିବା ଭିତରେ ହେଉଛି ବାଇଗଣ, କଣ କାକୁଡ଼ି, ଜହ୍ନି, ଆଉ ଭେଣ୍ଡି, ଭଣ୍ଡା ଏସବୁ ଜିନିଷ ନଷ୍ଟ ହେଇଛି। ଆଉ ଆମେ କେମିତି କ'ଣ କରିକି ଚଳିବୁ? ଆସିକି 5 ଦିନ ପରେ ପାଣି ଛାଡ଼ିଲା ପରେ ଆଜି ଫଣ୍ଡା କିଆରେ କି ବାଇଗଣ କିଆରେ ପହଞ୍ଚିଲା ବେଳକୁ ସେ ସବୁ ନଷ୍ଟ ହେଇଯାଇଛି, ଯୋଉଟାକି ମାନେ ଧୈର୍ଯ୍ୟର ସହିତ ଆମେ ଠିଆ ହେଇପାରୁନୁ। ଆଉ କ'ଣ କରିବୁ, କ'ଣ କରିବୁ? ଏଠି ନଦୀବନ୍ଧଟା ନିହାତି ଆବଶ୍ୟକ। ସହାୟତା ଚାହୁଁଛନ୍ତି, ଯେତେବେଳେ ସରକାର କହିଛନ୍ତି ସହାୟତା ଦିଆଯିବ। ସରକାର ତ କହୁଛନ୍ତି, କିନ୍ତୁ ସରକାର ତ ଏପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି ଆମ ପାଖରେ। କେହି ଗୋଟେ ପ୍ରଶାସନ ତ ଆମ ପାଖରେ ପହଞ୍ଚି ନାହାନ୍ତି। କହୁଛନ୍ତି, ଆମେ ଟିଭିରେ ଦେଖୁଛୁ, ଏଠି ଦେଖୁଛୁ, କହୁଛନ୍ତି ମିଳିବ ବୋଲି, କିନ୍ତୁ କାହିଁ ଏପର୍ଯ୍ୟନ୍ତ କିଛି ତ ମିଳିନି ନା। ସରକାର ସିନା ପହଞ୍ଚିଲେ ଆମ ପାଖରେ, ପ୍ରଶାସନ ପହଞ୍ଚିଲେ ଆମେ ଗୋଟେ କ'ଣ କହିବୁ। ଆଉ ଶୁଣୁଥିଲେ ଇଏ ଥିଲା ଚାଷୀଙ୍କ ଅସନ୍ତୋଷ, ଯେ ବିଶ୍ୱାସ ଅଛି ପ୍ରତିଶୋଧ ଅଛି ସରକାର ସାହାଯ୍ୟ କରିବ, ହେଲେ ସେମାନେ ସ୍ଥାୟୀ ସମାଧାନ ଚାହୁଁଛନ୍ତି। ଯଦି ଏଠି ନଦୀ ବନ୍ଧଟେ ହୁଏ ସେମାନେ ଘର ବଞ୍ଚିଯିବ ଆଉ କ୍ଷେତ ବି ବଞ୍ଚିଯିବ। ଯାଜପୁରରୁ ସଞ୍ଜୀବ ନାୟକ।